ଆପଣଙ୍କ ମନରେ କେବେ ଏଭଳି ପ୍ରଶ୍ନ ଆସିଛି କି ଯେ ଆପଣମାନେ ପୂର୍ବଜନ୍ମରେ କ'ଣ ଥିଲେ? ଆପଣମାନେ ନିଜର ପୂର୍ବଜନ୍ମ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି? ତେବେ ଏହି ଭିଡ଼ିଓ ମାଧ୍ୟମରେ ଆସନ୍ତୁ ଜାଣିବା ଏହି 5ଟି ସଂକେତ ମିଳିଲେ ଆପଣମାନେ ଜାଣିବେ ଯେ ଆପଣଙ୍କର ପୁନର୍ଜନ୍ମ ହେଇଛି। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ପ୍ରାୟ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥାଏ ଯେ ପୂର୍ବଜନ୍ମରେ ମୁଁ କ'ଣ ଥିଲି ବା ମୋର ପୁନର୍ଜନ୍ମ ହେଇଛି କି ନା ନାହିଁ। এটা ସମସ୍ତଙ୍କ ମନରେ ଥାଏ। ମୁଁ ପୂର୍ବଜନ୍ମରେ କ'ଣ ଥିଲି? ହାତୀ ଥିଲି, ଘୋଡ଼ା ଥିଲି, ବାଘ ଥିଲି, ଭାଲୁ ଥିଲି କି ମଣିଷ ଥିଲି, କାହାର ପୁଅ ଥିଲି, କାହାର ଝିଅ ଥିଲି। ଏଇଟା ସମସ୍ତଙ୍କ ମନରେ ଦିନେ ନା ଦିନେ ଥରେ ନା ଥରେ ନିଶ୍ଚିନ୍ତ ଭାବରେ ପ୍ରଶ୍ନ ଆସେ। ଆମ ସନାତନ ଧର୍ମରେ ବି ଆମେ ଜାଣିଛନ୍ତି, ଯାହା ଆମ ପୁରାଣମାନଙ୍କରେ ବର୍ଣ୍ଣିତ ଅଛି, ଆମ ସମସ୍ତଙ୍କର ପୁନର୍ଜନ୍ମ ହୁଏ। ସମସ୍ତ ଯୋନିରେ ଆମେ ଜନ୍ମଗ୍ରହଣ କରନ୍ତି। ଖାଲି ଆମ କର୍ମ ଘେନି ଆମକୁ ଫଳ ମିଳେ ବା କର୍ମ ଅନୁସାରେ ଆମେ ଜନ୍ମଗ୍ରହଣ କରନ୍ତି। ଆପଣଙ୍କର କର୍ମ ଯେତେ ଉଚ୍ଚ ଥିବ, ଯେତେ ଭଲ ଥିବ, ଆପଣମାନେ ସେଇ ଅନୁସାରେ କୀଟପତଙ୍ଗ ଠାରୁ ଆରମ୍ଭ କରି ପଶୁପକ୍ଷୀ ଠାରୁ ଆରମ୍ଭ କରି ଆପଣମାନେ ମନୁଷ୍ୟ ପର୍ଯ୍ୟନ୍ତ ଜନ୍ମ ଲାଭ କରିବେ। ସବୁଠାରୁ ଭଲ କର୍ମ ଯିଏ କରେ, ପୁରାଣ ଅନୁସାରେ ସେ ମନୁଷ୍ୟ ଜନ୍ମ ଲାଭ କରେ। ଭଗବାନ ଶ୍ରୀକୃଷ୍ଣ ବି ଗୀତାରେ କହିଛନ୍ତି ଯେ ମନୁଷ୍ୟମାନଙ୍କର ବହୁତ ଥର ପୁନର୍ଜନ୍ମ ହୋଇଥାଏ। କାହିଁକିନା ଆତ୍ମା ଅବିନାଶୀ, ତାର ନଷ୍ଟ ହୁଏନି, ଆତ୍ମା କ୍ଷୟ ହୁଏନି। ଏ ଶରୀରରୁ ବାହାରିକି ସେ ଶରୀରରେ ପ୍ରବେଶ କରିଥାଏ। ତେବେ ପୁନର୍ଜନ୍ମ ଆମେମାନେ କେତେବେଳେ ପର୍ଯ୍ୟନ୍ତ ଲାଭ କରନ୍ତି ନା ଯେତେବେଳେ ପର୍ଯ୍ୟନ୍ତ ଆମେ ମୋକ୍ଷ ପାଇନଥାନ୍ତି। ଭଗବାନଙ୍କ ଠାରେ ବା ପରମାତ୍ମାଙ୍କ ଠାରେ ଯେ ପର୍ଯ୍ୟନ୍ତ ଆମେ ଲୀନ ହୋଇନଥାନ୍ତି ସେ ପର୍ଯ୍ୟନ୍ତ ଆମେମାନେ ପୁନର୍ଜନ୍ମ ଲାଭ କରନ୍ତି। ଆପଣମାନେ ବି ଏମିତି ବହୁତ କିଛି କଥା ଦେଖିଥିବେ ବା ଶୁଣିଥିବେ ଯେ ବହୁତ ଲୋକଙ୍କୁ ନିଜର ପୂର୍ବଜନ୍ମର କିଛି କିଛି କଥା ମନେ ପଡ଼େ। ଏମିତି ବହୁତ କିଛି କଥା ଆପଣମାନେ ସୋସିଆଲ ସାଇଟ୍ ବା ମିଡ଼ିଆରେ, ଟିଭିରେ ଆପଣମାନେ ବି ଦେଖୁଥିବେ ଯେ ବହୁତ ଜଣ ଏମିତି ଅଛନ୍ତି, ସେମାନେ ନିଜର ପୂର୍ବଜନ୍ମ ବିଷୟରେ ବହୁତ କିଛି କଥା କହିପାରୁଛନ୍ତି। ଏମିତି ବି ବହୁତ ଥର ହୁଏ ଯେ ଆମେ ସ୍ୱପ୍ନରେ ବି ଆମର ପୁନର୍ଜନ୍ମ ବିଷୟରେ ବହୁତ କିଛି କଥା ଦେଖନ୍ତି। ଏଇଟା ସମସ୍ତେ ଦେଖନ୍ତିନି, ବହୁତ ଅଳ୍ପ ଲୋକ ଦେଖନ୍ତି, କିନ୍ତୁ ଦେଖନ୍ତି। ତେବେ ସ୍ୱପ୍ନ ମାଧ୍ୟମରେ ଏମିତି ବହୁତ ଗୁଡ଼ିଏ ସଂକେତ ମିଳିଥାଏ ଯେଉଁଥିରେ ଆପଣମାନେ ଜାଣିପାରିବେ ଯେ ଆପଣଙ୍କର ବି ପୁନର୍ଜନ୍ମ ହେଇଛି। ଦେଖନ୍ତୁ, ଯଦି ଆପଣଙ୍କୁ ଜନ୍ମରୁ ଯଦି କୌଣସି ଏକ ବିଶେଷ ଜିନିଷ ପ୍ରତି ଆକର୍ଷଣ ରହିଛି, ଲଗାବ ରହିଛି, ତାହେଲେ ଜାଣିବେ ଯେ ଆପଣଙ୍କର ପୁନର୍ଜନ୍ମ ହେଇଛି। ଏଭଳି କାହିଁକି ହୁଏ ନା ହୁଏତ ପୂର୍ବଜନ୍ମରେ ଆପଣମାନଙ୍କର ସେଇ ଜିନିଷଟି ଅତି ପ୍ରିୟ ଜିନିଷ ଥିବ। ତେଣୁ ଏ ଜନ୍ମରେ ବି ଜନ୍ମ ହେବା ପରଠାରୁ ଆପଣମାନେ ସେଇ ଜିନିଷ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି। ତେଣୁ ଏହା ଏକ ପୁନର୍ଜନ୍ମର ଲକ୍ଷଣ। ଉଦାହରଣ ଭାବରେ ଦେଖନ୍ତୁ, ଆପଣଙ୍କ ପରିବାରରେ କେହି ବି ସଙ୍ଗୀତ ପ୍ରତି ଧରନ୍ତୁ ଆକର୍ଷିତ ନଥିବେ, କିନ୍ତୁ ଆପଣମାନେ ଜନ୍ମଜାତ କଳା ନେଇକି ଜନ୍ମ ହେବେ ଜଣେ ସଙ୍ଗୀତଜ୍ଞ ହିସାବରେ, ତାହେଲେ ଏଟା ବି ହେଇଥାଇପାରେ କି ଆପଣମାନେ ପୂର୍ବଜନ୍ମରେ ଜଣେ କଳା ପ୍ରତି ଅନୁପ୍ରାଣିତ ଥିବା ବ୍ୟକ୍ତି ହେଇପାରନ୍ତି, ବା ଆପଣଙ୍କର ସେତେବେଳେ ବି ଜଣେ ଭଲ ସଙ୍ଗୀତଜ୍ଞ ଥିବେ ପୂର୍ବଜନ୍ମରେ, ହୁଏତ ତାକୁ ଠିକ୍ ଭାବରେ ଭୋଗ କରିପାରିନାହାନ୍ତି। ତେଣୁ ଏ ଜନ୍ମରେ ଆପଣମାନେ ସେଇ କଳା ନେଇକି ପୁଣି ଆଉଥରେ ଜନ୍ମ ହୋଇଛନ୍ତି। ଦ୍ୱିତୀୟ ସଂକେତ ହେଲା ଯେ ଜନ୍ମରୁ ଆପଣଙ୍କୁ କୌଣସି ଏକ ବିଶେଷ କଥାରେ ଭାରି ଡର ଲାଗୁଥିବ ସବୁବେଳେ। ଏ ଭୟଟି ଯେକୌଣସି କାରଣରୁ ବି ହେଇପାରେ, ଯେମିତିକି ନିଆଁ, ପାଣି କିମ୍ବା କୌଣସି କଣ୍ଟା, ଏସବୁରୁ ବି ହେଇପାରେ। ଆପଣଙ୍କର ବର୍ତ୍ତମାନ ଜୀବନ ସହିତ କୌଣସି ସମ୍ବନ୍ଧ ନଥିବ। ଧରନ୍ତୁ ବର୍ତ୍ତମାନ ମାନେ ପ୍ରାୟତଃ ସମସ୍ତଙ୍କ ଘରେ ବାଥରୁମ୍ ଅଛି, ସମସ୍ତେ ବାଥରୁମ୍ ୟୁଜ୍ କଲେ, ତେଣୁ ଗଭୀର ଜଳରେ ଆଜିକାଲି ଯାଇକି କେହି ବି ପ୍ରାୟ ବହୁତ ଜଣ ଗାଧଉନାହାନ୍ତି। କିନ୍ତୁ ତଥାପି ଆମ ମନରେ ଗୋଟେ ବୁଡ଼ିଯିବାର ଭୟ ଥାଏ। ବହୁତ ଜଣଙ୍କ ଭିତରେ ବି ଏଇ ଜିନିଷଟି ଥାଏ। ତେବେ ଠିକ୍ ସେମିତି ବହୁତ ଜଣଙ୍କ ମନରେ ବି ଗୋଟେ ଭୟ ଥାଏ ପୋଡ଼ି ହେଇକି ମରିବାର ବା ପୋଡ଼ିଯିବାର, ମୁଁ ପୋଡ଼ିଯିବି କି। ଏଇଭଳି ଭୟ ବି ପୁନର୍ଜନ୍ମର ଲକ୍ଷଣ। ନିଆଁ ଭୟ ହେଉ, ପାଣି ଭୟ ହେଉ, ପବନ ଭୟ ହେଉ, କିମ୍ବା କୌଣସି ଉଚ୍ଚା ଜାଗାରେ ଠିଆ ହେଲେ ଭୟ ହେଉ, କିମ୍ବା କୌଣସି ଧାରୁଆ ଜିନିଷ ଦେଖିଲେ ଭୟ ହେଉ, ଏଇଭଳି ଭୟ ବହୁତ ଜଣ ଜନ୍ମଜାତ ହୋଇଥାଏ। ଜନ୍ମରୁ ସେମାନେ ଏଇଭଳି ଜିନିଷକୁ ଦେଖିଲେ ଭୟ କରନ୍ତି। ଆଉ ଗୋଟିଏ ହେଲା, ଯଦି ଗୋଟିଏ ପ୍ରକାରର ସ୍ୱପ୍ନ ଆପଣମାନେ ବାରମ୍ବାର ଦେଖନ୍ତି, ଗୋଟିଏ ଜାଗା ବାରମ୍ବାର ସ୍ୱପ୍ନରେ ଦେଖାଦିଏ, କୌଣସି ଫଙ୍କସନ୍ ଦେଖନ୍ତି, କୌଣସି ବାହାଘର ଦେଖନ୍ତି, କୌଣସି ବ୍ୟକ୍ତିକୁ ବାରମ୍ବାର ଦେଖନ୍ତି, କୌଣସି ମନ୍ଦିର, ମଠ, ମସଜିଦ୍ ଯଦି ଆପଣମାନେ ବାରମ୍ବାର ସ୍ୱପ୍ନରେ ଦେଖନ୍ତି, ସେ ଗୋଟିଏ ସ୍ୱପ୍ନକୁ ବହୁତ ଥର ଆପଣମାନେ ଦେଖନ୍ତି, କୌଣସି ଚେହେରାକୁ ବି ଯଦି ଆପଣମାନେ ବାରମ୍ବାର ଦେଖନ୍ତି, ତାହେଲେ ହୁଏତ କେଉଁଠି ନା କେଉଁଠି ଆପଣଙ୍କର ସେ ଘଟଣା ସହିତ, ସେଇ ଛବି ସହିତ ପୁରୁଣା ସମ୍ବନ୍ଧ ଅଛି। ପୂର୍ବଜନ୍ମରେ ନିଶ୍ଚିନ୍ତ ଭାବରେ ସେ ଜାଗା ସହିତ ଆପଣମାନେ ଜଡ଼ିତ ଥିଲେ, ହୁଏତ ସେଇଠି ବି ଆପଣମାନେ ଜନ୍ମଗ୍ରହଣ କରିଥାଇପାରନ୍ତି। ତେଣୁ ଏ ଜନ୍ମରେ ଯାହା ବି ଆପଣଙ୍କର ୟାଦେଁ ଥିଲା, ବର୍ତ୍ତମାନ ଆପଣଙ୍କୁ ତାହା ଭ୍ରମିତ କରୁଛି ବା ବର୍ତ୍ତମାନ ଆପଣଙ୍କୁ ତାହା ବିଚଳିତ କରୁଛି। ତାପରେ
କୌଣସି ଗୋଟିଏ ଜାଗା ସହିତ ଆପଣଙ୍କର ଯଦି ଅଧିକ ଆକର୍ଷିତ ରୁହନ୍ତି ବା ଟିକେ ଅଧିକା ଲଗାव ରହିବା ଆପଣଙ୍କର କୌଣସି ଏକ ଜାଗା ପ୍ରତି, ତାହେଲେ ବି ଏହା ବି ଏକ ପ୍ରକାରର ପୁନର୍ଜନ୍ମର ଲକ୍ଷଣ। ବହୁତ ଜଣଙ୍କ ସହିତ ଏମିତି ହୁଏ, ସେମାନେ ଗୋଟେ ଜାଗାକୁ ନୂଆ କରିକି ଯାଇଥିବେ, ସେମାନେ ସେଠି କେବେ ଯାଇ ବି ନଥିବେ, ସେ ବିଷୟରେ ଜାଣିନଥିବେ, କିନ୍ତୁ ତାଙ୍କୁ ଭାରି ଆପଣାର ଲାଗିବ ଆଉ ତାଙ୍କୁ ବହୁତ ଦିନ ସେଠି ଅଧିକା ଦିନ ରହିବା ପାଇଁ ଭାରି ମନ ହେବ। ତେବେ ଏହା ହେଉଛି ପୁନର୍ଜନ୍ମର ସଂକେତ, କାହିଁକିନା ସେଠି ଆପଣମାନେ ପୂର୍ବଜନ୍ମରେ ସେ ଜାଗାକୁ ଭୋଗ କରିଛନ୍ତି, ବିତେଇଛନ୍ତି, ବହୁତ ଦିନ ବିତେଇଛନ୍ତି, ତେଣୁ ସେ ଜାଗା ବର୍ତ୍ତମାନ ଆପଣଙ୍କୁ ଏତେ ଆପଣାର ଲାଗୁଛି। ଆଉ ଗୋଟିଏ ସଂକେତ କ'ଣ ନା, କୌଣସି ଆପଣଙ୍କ ଜୀବନରେ କିଛି ଖରାପ ଘଟିବା ପୂର୍ବରୁ, କିଛି ଦୁର୍ଘଟଣା ଘଟିବା ପୂର୍ବରୁ ଆପଣଙ୍କ ମନକୁ ସେ ବିଚାର ଆସିବା। ଯେଉଁମାନଙ୍କର ପୁନର୍ଜନ୍ମ ହେଇଥିବ ସେମାନଙ୍କ ଭିତରେ ବହୁତ ଜଣ ଏମିତି ଥିବେ ଯେଉଁଠି ବି କିଛି ଖରାପ ଘଟିବାର ଥିବ ବା କୌଣସି ପ୍ରକାର ଦୁର୍ଘଟଣା ଘଟିବାର ଥିବ, ତାଙ୍କୁ ତାର ଆଭାସ ପୂର୍ବରୁ ମିଳିଯାଏ କିଛି ଗୋଟେ ଘଟିବାକୁ ଯାଉଛି। ସେମାନେ ସେ ବିଷୟରେ ଆଗରୁ ପ୍ରେଡ଼ିକ୍ସନ୍ କରିଦିଅନ୍ତି, ଜାଣିପାରନ୍ତି। ଆପଣମାନଙ୍କର ପୂର୍ବଜନ୍ମରେ ଆପଣମାନେ କ'ଣ କରିଥିଲେ ସେ ବିଷୟରେ ନିଶ୍ଚିନ୍ତ ଭାବରେ ଆମକୁ ସିନା ଆତ୍ମାମାନେ ସଂକେତ ଦିଅନ୍ତି, କିନ୍ତୁ ଏ ଜନ୍ମରେ ଆପଣମାନେ କେଉଁ କର୍ମ କରିବେ, କେତେ ଭଲ କର୍ମ କରିବେ, ସେ ବିଚାର ଆପଣଙ୍କର ଆଉ ଦାୟିତ୍ୱ ବି ଆପଣଙ୍କର। ଆପଣମାନେ ଏ ଜୀବନରେ ଯେତେ ଭଲ କର୍ମ କରିବେ ସେ ଅନୁସାରେ ଆପଣଙ୍କର ମୋକ୍ଷ ପ୍ରାପ୍ତି ହେବ। ଯଦି ଆପଣମାନେ ଭଲ କର୍ମ କରିବେନି ଆଉ ଆପଣଙ୍କର ପରମାତ୍ମାଙ୍କ ଠାରେ ଲୀନ ହେବେନି ଆପଣ, ତାହେଲେ ପୁଣି ଆପଣମାନେ ସେଇ ସର୍କଲରେ ଘୁରି ବୁଲିବେ, ପୁଣି ଜନ୍ମଗ୍ରହଣ କରିବେ, ପୁଣି ମୃତ୍ୟୁବରଣ କରିବେ, ପୁଣି ଜନ୍ମଗ୍ରହଣ କରିବେ ଆଉ ପୁଣି ମୃତ୍ୟୁବରଣ କରିବେ। ତେଣୁ ଏସବୁରୁ ରକ୍ଷା ପାଇଁ ଆମକୁ ଭଲ କର୍ମ କରିବା ଦରକାର ଏବଂ ଭଗବାନଙ୍କ ଠାରେ ଯେମିତି ଲୀନ ହେବା ସେ ଦିଗରେ ଆମେ କାର୍ଯ୍ୟ କରିବା ଦରକାର। ତେବେ ଏଇ କେତେଗୁଡ଼ିଏ ସଂକେତ ମୁଁ କହିଲି, ଯଦି ଆପଣଙ୍କ ଠାରେ ଅଛି ତାହେଲେ ନିଶ୍ଚିନ୍ତ ଭାବରେ ଆପଣଙ୍କର ବି ପୁନର୍ଜନ୍ମ ହେଇଛି। ତେବେ ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଭିଡ଼ିଓକୁ ନିହାତି ଭାବରେ ଲାଇକ୍ କରିବେ, ସେୟାର କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ।